ଶୁଣନ୍ତୁ ସେମାନେ ସବୁ ଏବେ ଭାବୁଛନ୍ତି ଏଇଟା ଗୋଟେ ଷ୍ଟାଇଲ୍। ଆଗରୁ ଯେଉଁ ପରମ୍ପରା ଥିଲା ସେ ପରମ୍ପରାକୁ ଆଜିକାଲିର ପିଢ଼ି ଭୁଲିଗଲେଣି ଆମେ ଯେଉଁ କହୁଛେ। କିନ୍ତୁ ବଡ଼ ବଡ଼ ନେତାମାନେ ବି ତ ସେ ଲଣ୍ଡା ହେଉନାହାନ୍ତି। ଦେଖନ୍ତୁ ଆମର ପ୍ରାଇମ୍ ମିନିଷ୍ଟର ଯେତେବେଳେ ତାଙ୍କ ମାଆ ମରିଗଲେ ସେ ଲଣ୍ଡା ହେଲେ କି? ଲଣ୍ଡା ହେଲେନି। ଅଥଚ ଆମର ସିଷ୍ଟମ୍ ଅଛି ଗୋଟେ ବର୍ଷ ମାଆ କି ବାପା ମରିଗଲା ଭିତରେ କୌଣସି ଶୁଭ କାମରେ ଆମେ ଯୋଗଦାନ ବସିପାରିବାନି, ହୋମ ବା କେଉଁଥିରେ ବସିପାରିବାନି। କିନ୍ତୁ ଦେଖନ୍ତୁ ଆମର ପୂଜା ଯେଉଁ ହେଲା ରାମ ମନ୍ଦିର, ସେଠି ବି ସେ ଯାଇକି ଗୋଟେ ବର୍ଷ ହେଇନି ମା ମରିବାର, ସେ ଏକ ତ ଲଣ୍ଡା ହେଲେନି, ଦୁଇରେ ବସିଲେ, ପୂଜାରେ ବସିଲେ ପୁରୋଧା ହେଇକି। ଦ୍ୱିତୀୟତଃ ଅଭିନେତା 2 ଜଣ ଦେଖନ୍ତୁ ତାଙ୍କର ବାପା ମରିଗଲେ, ସେମାନେ ଲଣ୍ଡା ହେଲେନି, ଖାଲି ଜଷ୍ଟ ଦଶ କାମ କରିକି ସାରିଲେ। ଆଉ କାଲି ବି କହୁଥିଲେ ଆମ ଘର ପାଖରେ ଗୋଟେ ଜଣେ ସେକ୍ରେଟାରୀ ର୍ୟାଙ୍କର, ତାଙ୍କର 2 ଭାଇ IAS ଏବଂ ତାଙ୍କ ବାପା ବି IAS, ସେମାନେ ବାହାରେ ରହିଲେ। ତାଙ୍କ ମାଆଙ୍କୁ ଜଣେ କେୟାରଟେକର୍ ଅଟୋରେ ନେଇକି ଯାଉଥିଲେ ସବୁବେଳେ। ଯେତେବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହେଲା, ଜଣେ IASଙ୍କ ସ୍ତ୍ରୀ ବୃଦ୍ଧା ମହିଳା, ସେତେବେଳେ ତାଙ୍କ କେୟାରଟେକର୍ ହିଁ ତାଙ୍କୁ ମୁଖାଗ୍ନି ଦେଲେ। ଏବଂ ଯେତେବେଳେ ଦଶହରା ପାଳନ ହେଲା, ପୁଅମାନେ ଫ୍ଲାଇଟ୍ରେ ଆସିଲେ ଏବଂ ଦଶହରା ପାଳନରେ ଯେଉଁ ଲଣ୍ଡାଟା ହେବା କଥା, ଲଣ୍ଡାଟି କେୟାରଟେକର୍ ହିଁ ହେଲା। କିନ୍ତୁ ସେମାନେ ଆସିଲେ ଭୋଜି ଭାତ ଦେଇକି ପୁଣି ଫ୍ଲାଇଟ୍ରେ ପଳେଇଲେ। ତେଣୁ ବର୍ତ୍ତମାନ କେୟାରଟେକର୍ ମାନେ ହେଉଛନ୍ତି ପୁଅ। ତେଣୁ ବିଶ୍ୱାସ ଆଜିକାଲି କେଉଁ ପୁଅ ଝିଅକୁ ଯେଉଁ ଜନ୍ମ କରୁଛନ୍ତି, ସେମାନେ ସାମାନ୍ୟ ଟିକେ ଚୁଟି ବି ବାପା ମାଆ ପାଇଁ କାଳେ ଷ୍ଟାଇଲ୍ କମିଯିବ, ଚୁଟି ବି ଟିକେ ଦାନ ମାନେ ଲଣ୍ଡା ହେଇକିନି ମାନେ ବିଧିଟାକୁ ନଷ୍ଟ କରୁଛନ୍ତି। ମାନେ ଚୁଟିଟା ଦେବା କଥା 10 ଦିନ ତିଳ ତର୍ପଣ କରନ୍ତି ଲଣ୍ଡା ହେଇକି, କିନ୍ତୁ ସେତିକି ବି ବାପା ମାଆଙ୍କ ପାଇଁ ଆଜିକାଲି ପିଲାମାନେ କରୁନାହାନ୍ତି। ତେଣୁ ଏମାନେ ଯେଉଁ ଷ୍ଟାଇଲ୍ ସବୁ ଆରମ୍ଭ କଲେଣି, ଆଙ୍କ ପର ପିଢ଼ିମାନେ ସେମାନେ କ'ଣ ତମେ ଯଦି ତମ ବାପାଙ୍କ ପାଇଁ ଚୁଟି ନଖ କାଟିବା ଯେଉଁ ଜିନିଷ ସବୁ ଅଛି ଯଦି ନ କରିବେ, ତାହେଲେ ତେଲ ନ ଖାଇବା, ଗୁଡ଼ା ଜିନିଷ ତିକ୍ତ ଅଛି, ବହୁତ ଜିନିଷ ଅଛି, ଯଦି ନ ପାଳିବ ତମ ପିଲାମାନେ ବି ତମଠୁ ଶିଖିକି ତମକୁ ବି ସେମିତି କରିବେ ନା। ତେଣୁ ସେ ଯେଉଁ ପରମ୍ପରାକୁ ବର୍ତ୍ତମାନ ଏମାନେ ଭାଙ୍ଗିଲେଣି, ଆକ୍ଟରମାନେ ଭାଙ୍ଗିଲେଣି, ନେତାମାନେ ଭାଙ୍ଗିଲେଣି। ତେଣୁ ଏମାନଙ୍କଠୁ କିଛି ଶିଖିବାର ନାହିଁ। ତେଣୁ ଏମାନେ ଆମର ସଂସ୍କାର, ସଂସ୍କୃତି, ସବୁ ପରମ୍ପରାକୁ ନଷ୍ଟ କରିଦେଲେଣି। କଥା ଉଠୁଛି ଯେ ବାବୁସାନ ତାଙ୍କ ମାମୁଁ ଘର ନୀତି ଚଲେଇଲେ, ଯେହେତୁ ମାଆ ଗୋଟେ ମୁସଲିମ୍ ଥିଲେ, ସେ ମାମୁଁ ଘର ନୀତି ଚଲେଇଲେ। ନା ନା ନା, ସେଥିପାଇଁ ନୁହଁ। ସେମାନେ ତ ସେ ପୁରା ଆଜି ତ ଦେଖୁଛି ଗଙ୍ଗା ଗୟାରେ ବି ଯାଇକି ତିଳ ତର୍ପଣ କରୁଛନ୍ତି। କିନ୍ତୁ ତାଙ୍କ ଚଏସ୍ ନଥିବ, ଯଦି ଲଣ୍ଡା ହେବା ପାଇଁ, ଯଦି ବଡ଼ମାନେ ତାଙ୍କୁ କହିଲା ପରେ ଯଦି ସେ ମାନି ନଥିବେ, ସେଇଟା ଭୁଲ କଥା। ତେଣୁ ଏଇଟା ବଡ଼ମାନଙ୍କୁ ପଚାରିକି ଜିନିଷ କରାଯାଏ। ପୂର୍ବର ଯେଉଁମାନେ ଅଛନ୍ତି, ବାପା, ଜେଜେବାପା, ଦାଦା, ତାଙ୍କ ବଂଶରେ ଯେଉଁମାନେ ଅଛନ୍ତି, ତାଙ୍କଠୁ ବୁଝିକି ଏଇଟା କରିବା କଥା ଲଣ୍ଡା ହେବାଟା। କିନ୍ତୁ ଗଙ୍ଗାରେ ଗୟାରେ ତ ଏଠି ପକାଇବା ପାଇଁ ଯାଇଛନ୍ତି, ଆଜି ମୁଁ ଦେଖୁଥିଲି ପକାଉଛନ୍ତି। ସିଷ୍ଟମ୍ ଠିକ୍ ଅଛି, କିନ୍ତୁ ଏଇ ଯେଉଁ ଜିନିଷଟା ଷ୍ଟାଇଲ୍ ପାଇଁ କାଟୁନାହାନ୍ତି କି କ'ଣ ପାଇଁ କାଟୁନାହାନ୍ତି, ସେମାନେ ବେଟର୍ କହିବେ।